ବାପା ଆଣିଥିଲେ ସଜନା ଛୁଇଁ ଆଉ ଏତେ ସାରା ସଜନା ଛୁଇଁ ଆଣିଥିଲେ ଯେ ନନଭେଜ୍ ଭିତରେ ସଜନା ଛୁଇଁ କରିବା ପାଇଁ ଟାଇମ୍ ହେଉନଥିଲା। ମୁଁ ଫ୍ରିଜ୍ ଖୋଲି ଦେଖେ ତ ସଜନା ଛୁଇଁ ଗୁଡ଼ା ନଷ୍ଟ ହେଇଯାଉଥିଲା। ଆଉ ମୋ ହାତରେ ଛୁଇଁ ଦେଖି ଆମ ଘର ଲୋକ ପୁରା ସକ୍। ହାଏ ଏଭ୍ରିୱାନ୍, ମୁଁ ସସ୍ମିତା ୱେଲକମ୍ କରୁଛି ମୋର ହସଖୁସିଆ ବ୍ଲଗ୍ରେ। କ'ଣ ଛୁଇଁରେ ସମସ୍ତେ ଆଚାର କରୁଛନ୍ତି ଭାବିଲି ମୁଁ କରିବି, ଆଉ ଛୁଇଁ ଆଉ ଛୁରୀ ନେଇ ବସିଗଲି। ଏମିତି ଭାବରେ କାଟିଦେଲି। ଆପଣମାନେ ବି ଯଦି ମୁଁ ଯେହେତୁ ପନିକିରେ କାଟିପାରେନି ସେଥିପାଇଁ ଛୁରୀରେ କାଟିଲି। ପନିକିରେ କାଟିଲେ ବହୁତ ବେଟର୍ କାଟି ହେବ। ତ ବିନା ଚୋପା ଛଡ଼େଇକି ଛୁଇଁକୁ ଏମିତି ଭାବରେ କାଟିଦେବେ। ଯେହେତୁ ମୁଁ ଫାର୍ଷ୍ଟ ଟାଇମ୍ ପାଇଁ କରୁଥିଲି ସେଥିପାଇଁ ମୁଁ ଅଳ୍ପ ଛୁଇଁ ନେଇଥିଲି। କାହିଁକି ନା ଖରାପ ହେବ, ଭଲ ହେବ ଆଉ ଫୋପଡ଼ା ହେବ ନା, ସେଥିପାଇଁ ଅଳ୍ପ ଛୁଇଁରେ ନେଇକି ମୁଁ ଟ୍ରାଏ କରୁଥିଲି। ତଥାପି ହୋପ୍ ଥିଲା କି ହଁ ବେଟର୍ ହେବ। ଏଠି ଗରମ ପାଣି ଆଉ ଲୁଣ ହଳଦୀ ଭଲ ଭାବରେ ଫୁଟେଇ ଦେଲି। ଫୁଟେଇ ସାରିଲା ପରେ ଛୁଇଁ କଟା ଯାଇଥିବା ଛୁଇଁ ଗୁଡ଼ାକୁ ସବୁ ଛାଣି ଭଲ ଭାବରେ ଧୋଇ ଦେଇଥିଲି। ଧୋଇ ସାରିଲା ପରେ ସେ ହଳଦୀ ଲୁଣ ପାଣିରେ ଆକୁ ପକେଇକି 70% ସିଝିବା ପାଇଁ ଛାଡ଼ି ଦେଇଥିଲି। ଯେହେତୁ ଲୁଣ ଆଉ ହଳଦୀ ପଡ଼ିଥିଲା ତ ଛୁଇଁ ପକେଇ ସାରିଲା ପରେ ଭଲ ଭାବରେ ଟିକେ ଅଲ୍ଟରନେଟ୍ କରିଦେଲି। ତାପରେ ତାକୁ କିଛି ସମୟ ପାଇଁ ମୁଁ ଘୋଡ଼େଇ ଦେଲି। ଯେହେତୁ ଆଉ ଗୋଟେ ବଡ଼ ଭୁଲ ମୁଁ କରିଦେଇଛି ଯେ ଏତେ ସାରା ପାଣି ମୋତେ ଦେବାର ନଥିଲା। ଆପଣ ଯଦି କରିବେ ତାହେଲେ ଛୁଇଁର କ୍ୱାଣ୍ଟିଟି ଦେଖିକି ପାଣି ଦେବେ। ତ ଏଠି ମୁଁ ଦେଖୁଥିଲି ସିଝିଛି କି ନାହିଁ, ତ ମୋତେ ଯେତିକି ବି ଦରକାର ଥିଲା ଛୁଇଁ ଅଲମୋଷ୍ଟ ସିଝି ଯାଇଥିଲା। ତ ମୁଁ ଛୁଇଁକୁ ଭଲ ଭାବରେ ତାକୁ କ'ଣ କଲି ନା ଛାଣିଦେଲି, ପାଣି ଠାରୁ ଅଲଗା କରିଦେଲି। ଛାଣି ସାରିଲା ପରେ ଭଲ ଭାବରେ ପାଣି ଶୁଖିଲା ଯାଏଁ ତାକୁ ଛାଣିଦେବେ। ତ ଯେହେତୁ ମୋତେ ଖରାରେ ଶୁଖେଇବାର ଥିଲା ତ ମୁଁ ଭଲ ଭାବରେ ପାଣିରୁ ଛୁଇଁକୁ ଅଲଗା କରିଦେଇଥିଲି। ଆଉ ବହୁତ ଗରମ ଥିଲା ତ ମୁଁ ସେଠି ବଟରଫ୍ଲାଏକୁ ଡାକିଲି, ସେ କୁଲା ନେଇକି ଆସିଲା। ତାପରେ ଆମେ ଶୁଖେଇବା ପାଇଁ ଲାଗିଗଲୁ। ଛୁଇଁ ଯେହେତୁ ମୁଁ ସାଙ୍ଗେ ସାଙ୍ଗେ ପୁରା ଗରମରୁ କାଢ଼ିକି ନେଇକି ଯାଇଥିଲି ତ ପୁରା ଗରମ ଥିଲା। ତ ଶୁଖେଇଲା ବେଳେ ମୋ ହାତ ବି ପୋଡ଼ି ଯାଉଥିଲା, କିନ୍ତୁ ବଟରଫ୍ଲାଏ କ'ଣ କେଜାଣି କେମିତି କ'ଣ ସିଏ ହାତ ପୁରେଇ ସିଏ ବି ଶୁଖେଇ ଦେଉଥିଲା। ସେ ଯାହା ବି ହଉ ଆପଣ ଦେଖନ୍ତୁ ସେ କେତେ ବଢ଼ିଆ ସେ ମୋତେ ହେଲ୍ପ କରୁଛି। ଆଉ ତା ହାତ ପୋଡ଼ି ଯାଉଛି ତଥାପି ସେ ମାନୁନି, ଏଠି ଶୁଖେଇବାରେ ଲାଗିଛି। ତାପରେ ଭଲ ଭାବରେ କୁଲାରେ ଛୁଇଁ ଗୁଡ଼ାକୁ ଖେଳେଇ ଦେଇ ନେଇକି ଖରାରେ ଶୁଖେଇଦେଲି। ତ ଛୁଇଁ ଶୁଖିବା ପାଇଁ ତାକୁ ଛାଡ଼ିଦେଲି। ତ ଆମର ଘରେ ଥିଲା କ'ଣ ନା ହେଉଛି ପୁରୁଣା ତେନ୍ତୁଲି। ଯେହେତୁ ନୂଆ ତେନ୍ତୁଲି ନଥିଲା ତ ପୁରୁଣା ତେନ୍ତୁଲି ଥିଲା, ତାକୁ ମୁଁ ଭିଜେଇ ଦେଲି। କାହିଁକି ନା ଆମକୁ ଯଦି ଛୁଇଁ ଖଟା କରିବାର ଅଛି ତା ବିଫୋର୍ ଆମକୁ ତେନ୍ତୁଲିକୁ ଗୋଟେ ମଣ୍ଡ ତିଆରି କରିବାର ଅଛି। ଆଉ ମଣ୍ଡ ପାଇଁ ହେଉଛି ତେନ୍ତୁଲିକୁ ଫାଷ୍ଟ ଭିଜେଇବାର ଅଛି। ତ ଏଠି ଦେଖନ୍ତୁ ପୁରା ଶୁଖିଯାଇଛି, ଛୁଇଁ ଗୁଡ଼ା ପୁରା ଶୁଖିଯାଇଛି। ତ ଖଟା କରିବା ପାଇଁ ଆମକୁ ହେଉଛି ମେଥି ଆଉ ଲଙ୍କା, ଜିରା ଆଉ ପାନମଧୁରୀ ଆଉ ହେଉଛି ସୋରିଷ। ଶୁଖିଲା ଲଙ୍କା ଆଉ ମେଥି ଆଉ ଜିରା ଆଉ ପାନମଧୁରୀକୁ ପ୍ରଥମେ ଭାଜିଦେବେ, କିନ୍ତୁ ସୋରିଷକୁ ପ୍ରଥମେ ପକାଇବେନି। ଏସବୁ ଯେତେବେଳେ ଭାଜି ହେଇଯିବ ମାନେ 60% ହେଲା ପରେ ହିଁ ସୋରିଷ ଦେବେ। ଯଦି ଆମେ ସୋରିଷ ଆଗୁଆ ଦେବେ ତାହେଲେ ସୋରିଷ ପିତା ଲାଗିବ, ସୋରିଷ ଜଲ୍ଦି ହେଇଯାଏ। ତ ସୋରିଷକୁ ପକାଇଲା ପରେ ଜଷ୍ଟ ଟିକେ ଏମିତି ସୋରିଷ ଫୁଟିବା ଯାଏଁ ଛାଡ଼ିଦେବେ। ତାପରେ ତାକୁ ଗ୍ୟାସ୍କୁ ବନ୍ଦ କରିଦେବେ। ଆକୁ ବନେଇବା ଗୋଟେ ପାଉଡ଼ର। ଯଦି ଆମେ କୌଣସି ବି ଖଟା କରୁଛନ୍ତି ତାହେଲେ ଏହିସବୁ ମସଲା ନିହାତି ଆବଶ୍ୟକ। ତ ଆକୁ ଭଲ ଭାବରେ ଭାଜି ସାରିଲା ପରେ ଆକୁ ଗ୍ରାଇଣ୍ଡର କରି ଭଲସେ ଗୋଟେ ପାଉଡ଼ରଟେ ବନେଇଦେବେ। ତ ଏଠି ମୁଁ ଫାଷ୍ଟ ଯେଉଁ ତେନ୍ତୁଳିକୁ ଭିଜେଇଥିଲି ଦେଖନ୍ତୁ ଭିଜେଇଲା ବେଳେ ପୁରା ପତଲା ଥିଲା, ଆଉ ଭିଜି ସାରିଲା ପରେ ପୁରା ମୋଟା ହେଇଯାଇଛି। ତାପରେ କଢ଼େଇରେ ମୁଁ ତେନ୍ତୁଲିକୁ ପକାଇ ଏଠି ଫାଷ୍ଟ ଟିକେ ତେନ୍ତୁଲିକୁ ପୁରା ଆଉଟି ଦେଇଥିଲି। ଆପଣ ଯଦି ଅଧିକ ଖଟା ଖାଇବା ପାଇଁ ଚାହିଁବେ ତାହେଲେ ଅଧିକ ତେନ୍ତୁଲି ପକାଇବେ, ଯଦି କମ୍ ଖଟା ଖାଇବା ପାଇଁ ଚାହିଁବେ ତାହେଲେ କମ୍ ତେନ୍ତୁଲି ପକାଇବେ। ସେମ୍ ଯଦି ମିଠା ବି ଆପଣ ଖାଇବେ ତାହେଲେ ଅଧିକ ମିଠା ଖାଇବା ପାଇଁ ହେଲେ ଅଧିକ ଗୁଡ଼ ପକାଇବେ, ଯଦି କମ୍ ମିଠା ଖାଇବେ ତାହେଲେ କମ୍ ଗୁଡ଼ ପକାଇବେ। ତ ଏଠି ଆମର ଗୁଡ଼ଟା ଯେଉଁ ଆସିଥିଲା ବହୁତ ହି ବଢ଼ିଆ ଗୁଡ଼ଟେ, ପୁରା ଚକୋଲେଟ୍ ଟାଇପ୍ର ଗୁଡ଼ଟା। ତ ଏଠି ଗୁଡ଼ ପକାଇକି ଆଉ ତେନ୍ତୁଲି ସହିତ ଗୁଡ଼ ଦେଇକି ଭଲ ଭାବରେ ଆଉଟି ଦେବେ। ସିଏ ଗୋଟେ ଅଠା ଟାଇପ୍ର ପେଷ୍ଟଟେ ହେଇଯିବ। ତାପରେ ଭଲ ଭାବରେ ତାକୁ କିଛି ସମୟ ଗୋଳେଇବେ। ଗୋଳେଇ ସାରିଲା ପରେ ସେ ପୁରା ଫେଣ ଟାଇପ୍ର ଦେଖନ୍ତୁ ଏଠି ପୁରା ହେବ। ତ ଏଠି ତେନ୍ତୁଲି ଆଉ ଗୁଡ଼କୁ ଭଲ ଭାବରେ ଗୋଳେଇ ଦେବେ। ତାପରେ ସେ ଗୋଟେ ଅଠା ଟାଇପ୍ର ପେଷ୍ଟ ଯେହେତୁ ହେବାର ଅଛି ତାକୁ ଭଲ ଭାବରେ ଗୋଳେଇବେ। ଆଉ ଯେମିତି ସେ ତଳେ ନ ଲାଗିଯାଉ, ତଳେ ଲାଗିବାର ସମ୍ଭାବନା ବହୁତ ହି ଥାଏ। ତ ଖଟା କଲା ବେଳେ ତାକୁ ଆଉଟିବା ଯାଏଁ ତାକୁ ଭଲ ଭାବରେ ଗୋଳଉଥିବେ। ତ ଏଠି ଦେଖନ୍ତୁ ଆମ ଘରେ କିନ୍ତୁ ବହୁତ ମିଠା ଖାଆନ୍ତି, ଆଉ ମିଠା ନହେଲେ କିଛି ଖାଇବେନି, ସେଥିପାଇଁ ମୁଁ ବହୁତ ହି ଗୁଡ଼ ଏଠି ପକାଇଥିଲି।
ଦେଖନ୍ତୁ ଗୁଡ଼ ଆଉ ତେନ୍ତୁଳିର ସେ ଯେଉଁ ମଣ୍ଡଟା ମୁଁ ଦେଇଥିଲି ଆଉ ଆଉଟୁଛି, ଦେଖନ୍ତୁ ପୁରା ଫେଣ ଟାଇପ୍ର ହେଇଗଲାଣି, ମାନେ ଅଠା ବି କ୍ରିଏଟ୍ ହେଇସାରିଲାଣି। ତ ଏଠି ମୁଁ ଫାଷ୍ଟ ଗରମ କରିଦେଇଥିଲି ହେଉଛି ସୋରିଷ ତେଲ, ଆଉ ଏଇ ଯେଉଁ ଛୁଇଁକୁ ମୁଁ ଶୁଖେଇଥିଲି ତାପରେ ଆଧରେ ପକେଇ ଦେଇକି ଭଲ ଭାବରେ ଗୋଳେଇ ଦେଲି। ଯେହେତୁ ଶୁଖିଲା ପୁରା ଛୁଇଁ ଅଛି ତା ଦେହରେ ଭଲ ଭାବରେ ସେ ମସଲା ଗୁଡ଼ା ବି ମିଶିବାର ଅଛି। ଯେଉଁ ସବୁ ମସଲା ମୁଁ ବନେଇଥିଲି ହେଉଛି ସେ ମସଲାକୁ ଆଧରେ ସବୁଯାକ ପକେଇକି ଭଲ ଭାବରେ ଗୋଳେଇବେ, ଯେହେତୁ ମିଶିବ। ଆଉ ଗ୍ୟାସ୍ ଜମା ବି ବନ୍ଦ କରିବେନି, ଗ୍ୟାସ୍ ଅନ୍ କରିକି ହିଁ ଗୋଳେଇବେ। ଅନ୍ କରିକି ଗୋଳେଇଲା ପରେ ସେ ଆଉ ଟିକେ କ'ଣ ଯେଉଁ ଛୁଇଁ ସହିତ ଯେଉଁ ମସଲା ଗୁଡ଼ା ସବୁ କିଛି ଭଲ ଭାବରେ ମିଶିବ, ଆଉ ତାକୁ ଭଲ ଭାବରେ ହିଁ ଗୋଳଉଥିବେ। ଗୋଳେଇଲା ପରେ ଏଠି ଦେଖନ୍ତୁ ଏତେ ସୁନ୍ଦର ପୁରା କଲର୍, ମୁଁ କିଛି ବି ପକା ହେଇନି କିନ୍ତୁ ବହୁତ ହି ସୁନ୍ଦର କଲର୍ ହେଇଯାଇଛି। ଆଉ ଗୁଡ଼ ତେନ୍ତୁଳିର ଯେଉଁ କମ୍ବିନେସନ୍ଟାର ଯେଉଁ ବାସ୍ନାଟା ଆସୁଥିଲା, ମୋର ତ ଲୋଭ ଜମା ବି ସମ୍ଭାଳି ହେଉନଥିଲା। ଆଉ ସତରେ ମୁଁ ଜମା ବି ଛୁଇଁ ଖାଏନି, କିନ୍ତୁ ଖଟା ଗଲା ପରେ ଇଚ୍ଛା ହେଉଥିଲା କି ଏବେ ହିଁ ଗୋଟେ ଛୁଇଁ ମୁଁ ଖାଇବି କି। ତାପରେ ତାକୁ ଭଲ ଭାବରେ ଗୋଳେଇ ଦେଇଥିଲି ଆଉ ମସଲା ସହିତ ଛୁଇଁକୁ ଭଲ ଭାବରେ ମିଶାଇ ଦେଇଥିଲି। ତାପରେ ଏଠି ସ୍ୱାଦ ଅନୁସାରେ ଲୁଣ ହଳଦୀ ଦେଇ ତାକୁ ଗୋଳେଇ ଦେବେ। ଆଉ ଏଠି କିଛି ତାକୁ ଭଲ ଭାବରେ ଲୁଣ ହଳଦୀକୁ ମିଶାଇବା ପାଇଁ ତାକୁ ଭଲ ଭାବରେ ପୁଣି ଥରେ ଗୋଳେଇବେ। ଗୋଳେଇଲା ପରେ ଲାଷ୍ଟରେ ହିଁ ଜୁଆଣି ଦେବେ, ଜୁଆଣିର ବାସ୍ନାଟା ରହିବ। ଆଉ ଚାହିଁଲେ ମଧ୍ୟ ତେଲରେ ବି ପକାଇ ପାରିବେ। ଯେହେତୁ ମୁଁ ଏଠି ତେଲ ପୁରା ତତଲା ହେଇଯାଇଥିଲା ତା ଦେହରେ ମୁଁ ପଞ୍ଚ ଫୁଟଣ ଆଉ କଳା ଜିରା ପକାଇଥିଲି। ଆର ସ୍ମେଲ୍ ବି ବହୁତ ହି ଭଲ ଆସେ, ଆଉ ଖଟା ପାଇଁ ଏହା ନିହାତି ଆବଶ୍ୟକତା। ତେଲ ଆଉ ପଞ୍ଚ ଫୁଟଣ ଫୁଟି ସାରିଲା ପରେ ତାକୁ କ'ଣ କରିବେ ନା ସେ ତେଲକୁ ସେ ଖଟାରେ ହିଁ ଦେଇଦେବେ। ଆପଣ ଯେତିକି ତେଲ ଖାଇବା ପାଇଁ ପସନ୍ଦ କରିବେ ସେତିକି ହିଁ ତେଲ ଦେବେ, କାହିଁକିନା ସଜନା ଛୁଇଁରେ ଏତେ ତେଲ ବି ଲାଗେନି। ତ ଦେଖନ୍ତୁ ଖଟା ହେଇଗଲା ରେଡ଼ି। ଯେହେତୁ ମୁଁ ଫାର୍ଷ୍ଟ ଟାଇମ୍ ପାଇଁ କରିଥିଲି ଆଉ ବହୁତ ଭଲ ବି ହେଇଥିଲା। ଆମ ଘରେ ଭଲ ସମସ୍ତେ କହିଲେ, ଆଉ ବାପା ବି ଖାଇକି କହିଲେ କି କେମିତି ବନେଇଲୁ, ଆଉ ମୋତେ ବହୁତ ହି ଭଲ ଲାଗୁଥିଲା। ତ ଏମିତି କିଛି ଭିଡ଼ିଓ ଦେଖିବା ପାଇଁ ହେଲେ ନିହାତି ଭାବରେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ଆଉ ମୋ ଖଟା କେମିତି ଲାଗିଲା ଆପଣମାନେ ନିହାତି କମେଣ୍ଟ କରିବେ। ଧନ୍ୟବାଦ।